ତ ଦର୍ଶକ ବନ୍ଧୁ, ଆଜି ଆମେ ଜାଣିବା ପ୍ରଭୁ ଗଣେଶଙ୍କ ବାହନ ମୁଷିକରାଜ। ତ ତେବେ ସେ କିପରି ଆଉ କେବେ ଆପଣ ଭାବିଛନ୍ତି କି ବା ଜାଣିଛନ୍ତି କି? ତେବେ ଯଦି ଜାଣିନାହାନ୍ତି, ଆସନ୍ତୁ ଜାଣିବା ଏହାର ରହସ୍ୟ। ତ ଭଗବାନ ଗଣେଶଙ୍କ ବାହନ ହେଉଛି ମୂଷା। ହେଲେ ମୂଷା କିପରି ଗଣେଶଙ୍କ ବାହନ ହେଲେ, ସେ ବିଷୟରେ ଆସନ୍ତୁ ଜାଣିବା। ଗଣେଶ ଓ ମୂଷାର ସମ୍ପର୍କ ନେଇ ବିଭିନ୍ନ ପ୍ରକାର କାହାଣୀ ରହିଛି। ପୌରାଣିକ କଥା ଅନୁଯାୟୀ ଗଜାମୁଖସୁର ନାମକ ଅସୁର ନିଜ ବାହୁବଳରେ ଦେବତାମାନଙ୍କୁ ଖୁବ୍ ହଇରାଣ କରୁଥିଲେ। ଏନେଇ ସମସ୍ତ ଦେବତାଗଣ ଏକତ୍ରିତ ହୋଇ ଗଣେଶଙ୍କ ପାଖରେ ପହଞ୍ଚିଲେ। ପ୍ରଭୁ ଗଣେଶ ଗଜାମୁଖାସୁର କେବଳରୁ ଦେବତାଙ୍କୁ ମୁକ୍ତି ଦେବା ପାଇଁ ଯୁଦ୍ଧ କଲେ। ଦୁହିଁଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇଥିଲା। ଯୁଦ୍ଧରେ ଗଣକୁ ନିଜ ବାହନ କରିଥିଲେ। ଅନ୍ୟ ଏକ ପ୍ରଚଳିତ କଥା ଅନୁଯାୟୀ ଇନ୍ଦ୍ରଦେବଙ୍କ ଦରବାରରେ କ୍ରାଂସ ନାମକ ଜଣେ ଗନ୍ଧର୍ବ ଥିଲେ। ଥରେ ରାଜା ଇନ୍ଦ୍ର ଏକ ଗମ୍ଭୀର ବିଷୟରେ ଆଲୋଚନା କରୁଥିବା ବେଳେ କ୍ରାଂସଙ୍କର ସେଥିପ୍ରତି ଧ୍ୟାନ ନଥିଲା। ସେ ଅପ୍ସରାମାନଙ୍କ ସହ ବ୍ୟସ୍ତ ଥିଲେ। ଏହା ଦେଖି ଇନ୍ଦ୍ର ରାଗିଯାଇ ତାଙ୍କୁ ମୂଷା ହେବାର ଅଭିଶାପ ଦେଇଥିଲେ। ଏହାପରେ କ୍ରାଂସ ଏକ ବଳବାନ ମୂଷା ରୂପ ଧାରଣ କରି ପରାଶର ଋଷିଙ୍କ ଆଶ୍ରମକୁ ଆସିଥିଲେ। ସେଠାରେ ସେ ଭୟଙ୍କର ଉତ୍ପାତ କରିଥିଲେ। ଏହା ଦେଖି ପରାଶର ଋଷି ଅତ୍ୟନ୍ତ ଦୁଃଖୀ ହେବା ସହ ପ୍ରଭୁ ଗଣେଶଙ୍କ ନିକଟକୁ ଯାଇଥିଲେ। ଏହା ଶୁଣି ପ୍ରଭୁ ଗଣେଶ ମୂଷାକୁ ଧରିବା ପାଇଁ ଫାଶ ପକାଇଥିଲେ। ଏହି ଫାଶରେ ମୂଷାଟି ଧରା ପଡ଼ିବା ପରେ ଚେତା ହରାଇ ଦେଇଥିଲା। ଚେତା ଫେରିବା ପରେ ମୂଷାଟି ପ୍ରଭୁ ଗଣେଶଙ୍କ ପୂଜା ଆରମ୍ଭ କରିବା ସହ ଜୀବନ ରକ୍ଷା କରିବା ପାଇଁ ଭିକ୍ଷା ମାଗିଥିଲା। ମୂଷକର ସ୍ତୁତିରେ ପ୍ରଭୁ ଗଜାନନ ପ୍ରସନ୍ନ ହୋଇ ବର ମାଗିବା ପାଇଁ କହିଥିଲେ। କିନ୍ତୁ ଏହା ଶୁଣି ଅହଙ୍କାରୀ ମୂଷକ ମୋତେ ଆପଣଙ୍କ ଠାରୁ କିଛି ବର ମାଗିବାର ନାହିଁ ବୋଲି କହିଥିଲେ। ଆପଣ ଚାହିଁଲେ ମୋ ଠାରୁ ବର ମାଗିପାରିବେ। ଏହା ଶୁଣି ଗଣେଶ କହିଥିଲେ, ଯଦି ତୁମେ ବଚନ ସତ୍ୟ ହୋଇଥାଏ ତେବେ ତୁମେ ମୋର ବାହନ ହୋଇଯାଅ। ଏହା ଶୁଣି ମୂଷକ ଦଶାଶୋକ ହେବା ମାତ୍ରେ ହିଁ ପ୍ରଭୁ ଗଣେଶ ମୂଷକ ଉପରେ ବିରାଜମାନ କରିଥିଲେ। ଏହିଭଳି ଭାବେ ପ୍ରଭୁ ଗଣେଶ ମୂଷାର ଗର୍ବ ଭାଙ୍ଗି ନିଜର ବାହନ କରିଥିଲେ। ଠିକ୍ ଅଛି, ତ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, କମେଣ୍ଟ ମାଧ୍ୟମରେ ଆପଣଙ୍କ ମତାମତ ଜଣାନ୍ତୁ। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲନ୍ତୁନି। ପୁଣି ଦେଖା ହେବ ଏମିତି ନୂଆ ଏକ ଭିଡ଼ିଓ ନେଇ। ସେ ପର୍ଯ୍ୟନ୍ତ ରହୁଛି। ଜୟ ଜଗନ୍ନାଥ, ଜୟ ଶ୍ରୀ ଗଣେଶ।